ଦୁଇ ଗାନ୍ଧିଜୀ। ନାମ ଠିକ କର, ନାମ ଠିକ କର। ନହେଲେ କହିଦିଅ କୋଉଟା କୋଉ ଗାନ୍ଧିଜୀ। ଗାନ୍ଧିଜୀ ୱାନ୍ ଜଣେ ଦେଇଦିଅ, ଗାନ୍ଧିଜୀ ଟୁ ଜଣେ ଦେଇଦିଅ। नाम नाम चेंज केडी कराओ। रोहित चेंज कर दो तो ना नाम ना। ଗାନ୍ଧିଜୀ ନାମ ଦେଇଛି ପୁରା ଆଜି। ହଉ ଥାଉ ହେଲା, ସେମିତି ଥାଉ, ଚେଞ୍ଜ କରନି। ଲାଷ୍ଟ କ୍ଲାସ ରେ କିସ ପଢିଥିଲେ? ସମ୍ବଳର ବ୍ୟବହାର। ଭୂସମ୍ବଳର ବ୍ୟବହାର ପଢିଥିଲେ। ଆଜ୍ଞା। ସାର୍ ସାର୍ ମତେ କିଛି ଦେଖା ଯାଉଛିନି। ହଁ ଏଇନେ ଭୁଲା ଦେଖାଯିବ। ଦେଖା ହେଲା ଧଳା। ଦେଖେଇଲେ ତ? ହେଲା। ହାତ ଟେକନି, ହାତ ଟେକନି। ହେଲା। ଲାଷ୍ଟ କ୍ଲାସ ରେ କିଏ କିସ ପଢିଥିଲେ, କିଏ ପୁରା ଡିଟେଲ୍ସ ରେ କହିପାରିବ? ଫାଷ୍ଟ ପଢେଇଥିଲି, କିସ ପଢେଇଥିଲି? ଭୂସମ୍ବଳ କାହାକୁ ଭୂସମ୍ବଳ। କୁହାଯାଏ? ଭୂସମ୍ବଳ କାହାକୁ କୁହାଯାଏ? ମାଟି ବା ଭୂମି। କାହାକୁ? ମାଟି ବା ଭୂମିକୁ ହିଁ ଭୂସମ୍ବଳ କୁହାଯାଏ। ହେଲା। ତାପରେ କିସ ପଢେଇଥିଲି? ଭୂସମ୍ବଳର ବ୍ୟବହାର କୋଉଠି ବ୍ୟବହାର ହୁଏ, କୋଉଠି ବିନିଯୋଗ ହୁଏ? ବିନିଯୋଗ। କୁହ, ପଏଣ୍ଟ କୁହ। ଉଁ, ଭୂସମ୍ବଳର ବିନିଯୋଗ ହୁଏ ଚାଷ ପାଇଁ, ହୁଁ ବସବାସ ପାଇଁ, ହୁଁ ଆଉ କଳକାରଖାନା ରାସ୍ତା ଘାଟ ତିଆରି ପାଇଁ ବ୍ୟବହାର କରାଯାଏ। ଆଉ ପରିବେଶ ତିଆରିରେ, ହଁ ଗୋଚାରଣ ଭୂମି, ହଁ ଆଉ ସାଂସ୍କୃତିକ ରକ୍ଷା ପାଇଁ। ହୁଁ। ତ ଏଇଟା ଦେଖିକି କହିଲ ନା ଅଦେଖା କହିଲ? ଦେଖିକି। ସେଇଟା ଅଦେଖା ମନେ ପୁରା। ହେଲା। ତ ମୁଁ ଯାହା ଲେଖିଛି ସେଇଟା କହିବା ନିହାତି ଦରକାର ନାହିଁ, ତୁମେ ମନରୁ ଯାହା ଭାବିକି ବି କହିପାରିବ ହେଲା। ବୁଝିଛ ଯେ ଭୂସମ୍ବଳ ବିନିଯୋଗ ମାନେ ଭୂମି ଟା ଆଜ୍ଞା ସାର୍। କୋଉଠି କୋଉଠି ବ୍ୟବହାର ହୁଏ। ତାପରେ କିସ କୋଉଠି କୋଉଠି ପଢେଇଥିଲି? ବ୍ୟବହାର କରାଯାଏ। ତାପରେ କିସ ପଢେଇଥିଲି? ତାପରେ ଭାରତର ଭାରତର ଭୌଗୋଳିକ ଅବସ୍ଥା। ଭୌଗୋଳିକ ଅବସ୍ଥିତି। ଭାରତର ଭୌଗୋଳିକ ଉପସ୍ଥିତି କୋଶ୍ଚେନ ପଚାରୁଛି କୁହ ନା? ଭାରତର ଦୁଇଟି ଦ୍ୱୀପପୁଞ୍ଜ ଅଛି ହେଲା। ଦୁଇଟି ଦ୍ୱୀପପୁଞ୍ଜର ନାମ କୁହ? ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଆଉ ଲାକ୍ଷାଦ୍ୱୀପ। ହେଲା। ତ ବଙ୍ଗୋପସାଗର ଟା କୋଉ ଦିଗରେ ଅଛି? ଭାରତର ବଙ୍ଗୋପସାଗର ଟା କୋଉ ଦିଗରେ ଅଛି? ଭାରତର କୋଉ ଦିଗରେ ଅଛି? ପୂର୍ବ ଦିଗରେ। ଏପଟେ ବଙ୍ଗୋପସାଗର ହେଲା, ଆଉ ଏପଟେ ଆରବ ସାଗର। ଆରବ। ଆଉ ହଉଛି ତଳପଟେ ଭାରତ ମହାସାଗର। ଭାରତ ମହାସାଗର। ହେଲା। ତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଟା କୋଉଠି ଅଛି କୁହ ନା? ବଙ୍ଗୋପସାଗରରେ ନା ଆରବ ସାଗରରେ? କୋଉଠି? ବଙ୍ଗୋପସାଗରରେ। ଆଉ ଆରବ ସାଗରରେ କୋଉ କୋଉ ଦ୍ୱୀପପୁଞ୍ଜ ଟା ଅଛି? ଲାକ୍ଷାଦ୍ୱୀପ। ଲାକ୍ଷାଦ୍ୱୀପ। ଲାକ୍ଷାଦ୍ୱୀପ ହେଲା। ତ ଲାକ୍ଷାଦ୍ୱୀପର ସବୁଠୁ ଶେଷତମ ସ୍ଥାନ ଟା କିସ? ଏଇ ପାଖରେ ସବୁଠୁ ମୁଣ୍ଡରେ କୋଉ ଜାଗାଟା ଅଛି? ସାର୍ ଏଟା କହିଥିଲେ କି? କହିନି ନା, କହିଥିଲି 2004 ସେଟା ସୁନାମୀରେ କୁହା ବୁଡି ଯାଇଥିଲା। 2004 ସୁନାମୀରେ ପୁରା ବୁଡି ଯାଇଥିଲା ସେଇ ଜାଗା ଟା। ମହାରାଷ୍ଟ୍ର। ମନେ ନାହିଁ। ଏଇଟା କିଏ ଲେଖିଲି? ମହେଶ। ଇନ୍ଦିରା ପଏଣ୍ଟ ହେଲା। ଇନ୍ଦିରା ପୋଏଣ୍ଟ। ମନେ ରହିଲା ନା ନାଇଁ? ମନେ ପଡିଲା ନା ନାଇଁ? ସେଟା ଦେଖା ହେଲା। ଆଜ୍ଞା ତାପରେ ଆଜ୍ଞା ଆଜ୍ଞା। ଭାରତର କ୍ଷେତ୍ରଫଳ ଟା କେତେ? ଭାରତର କ୍ଷେତ୍ରଫଳ ଟା ମନେ ନାହିଁ? ଥିଲା। ନାଇଁ ସାର୍ ମନେ ନାହିଁ। 3.28 ନିୟୁତ ବର୍ଗ କିଲୋମିଟର। କିଲୋମିଟର। ହେଲା। ତାପରେ ଆଉ ଗୋଟେ କ୍ୱେଶ୍ଚନ ପଚାରୁଛି।
ଜଣେ ଯଦି ଏଇଠି ଛିଡା ହେଇଛି ହେଲା, ତ ଏଇ ସାଇଡରେ ଚାଲିଲା, ପୁଣି ସେଇଠି ପହଞ୍ଚିବା ପାଇଁ ତାକୁ କେତେ ଦୂରତା ଅତିକ୍ରମ କରତେ ପଡବ କୁହ ନା? ସେ କେତେ? କେତେ 2000 କେତେଟା 2900 କେତେ? ହଁ 2903? ଏଇଟା ଏଇ ଦେଖି ଚାଲବା ଷ୍ଟାର୍ଟ କଲ, ଏଇ ଦେଖି ଚାଲବା ଷ୍ଟାର୍ଟ କଲ ହେଲା, ପୁଣି ସେଇଠି ପହଞ୍ଚିବା ପାଇଁ ଏଇଟା ହଉଛି କିସ କରିବ 15,200 ପରିସୀମା ଯେ 15,200। ଭାରତର ପରିସୀମା ହଉଛି 15,200 ହେଲା। ଆଉ ଯଦି ଏଇଠୁ ଯିବ ଏଠକୁ ଯାଇ କେତେ କେତେ? ଏଇଠୁ 3.28 ନ୍यूटन/m। ରୋହିତ ତୁ ମାଡ ଖାଇବୁ ହେଲା। ପଏଣ୍ଟ ପଢିନୁ ତାହେଲେ କିଛି, କେହି କିଛି ପଢିନ। ଏଇଠୁ ଯଦି ଏଠକୁ ଯିବି କେତେ କିଲୋମିଟର ହବ? କେତେ କିଲୋମିଟର ସେଟା ହବ? ହଉଛି 2933 କିଲୋମିଟର। 933 କିଲୋମିଟର। ଆଉ ଯଦି ଉପରୁ ତଳକୁ ଆସିବି କେତେ କିଲୋମିଟର ହବ? ସେଟା ହଉଛି ଉପରୁ ତଳକୁ ଆସିବି 3214 କିଲୋମିଟର। 3,000, 3,000 କେତେ? 214 କିଲୋମିଟର। 214 କିଲୋମିଟର ହେଲା। 3214। ତାପରେ କିସ ପଢିଥିଲେ? ଏଇଟା ପରେ କିସ ପଢିଥିଲେ? ଅକ୍ଷାଂଶ ଦ୍ରାଘିମା ଭାରତର କୋଉ ଅକ୍ଷାଂଶରେ ଅବସ୍ଥିତ? କୋଉ ଅକ୍ଷାଂଶ ମଧ୍ୟରେ ଅବସ୍ଥିତ? କୋଉ ଅକ୍ଷାଂଶରୁ କୋଉ ଅକ୍ଷାଂଶ ମଧ୍ୟରେ ଅବସ୍ଥିତ? ଦେଖିକି କୁହ। ଲେଖିଛ ନା ନାଇଁ? ସେ ଭାରତ ଭୌଗୋଳିକ ଅବସ୍ଥିତି ଭାରତ ଭାରତ କୋଉ ଅକ୍ଷାଂଶରୁ କୋଉ ଭାରତ ଅକ୍ଷାଂଶ? 8 ଡିଗ୍ରୀ 8 ଡିଗ୍ରୀ। ଭାରତ 8 ଡିଗ୍ରୀ 4। ହୁଁ ସାର୍ ସେଇ ଯେ ଉପରେ ସେ ଥାଏ 4.4 ମିନିଟ କୁହାଯାଏ କି? ଏଇଟା ଏମିତି ହିଁ କହିବ ହେଲା, 8 ଡିଗ୍ରୀ 4 ହିଁ କହିଦବୁ ବୁଝି ହେଲା। 8 ଡିଗ୍ରୀ 4 ହେଲେ ପୂର୍ବ ଆଜି ତ ସାର୍ କହୁଥିଲେ ସେଟା 4 କହିବନି ବୋଲି। ହେଲା ହେଲା ସେଟାକୁ ମିନିଟ କୁହାଯାଏ ହେଲା, ମିନିଟ କୁହାଯାଏ, କିନ୍ତୁ ହଉଛି ତୁମେ 8 ଡିଗ୍ରୀ 4 ପୂର୍ବ ସେମିତି ହିଁ କୁହ ହେଲା। ସେଟା ଭାରତ 8 ଡିଗ୍ରୀ 4 ଉତ୍ତରରୁ ଉତ୍ତରରୁ 35 ଡିଗ୍ରୀ ଉତ୍ତର ହେଲା। ତ ଦ୍ରାଘିମା ଟା କୁହ। ଦ୍ରାଘିମାଟା କୁହ। ରୋହିତ ମାଇକ ଅଫ୍ କର। ରୋହିତ ମାଇକ୍ ଅଫ୍ କର। ଗାନ୍ଧୀଜୀ ମାଇକ ଅଫ୍ କର। ଗାନ୍ଧୀଜୀ ମାଇକ୍ ଅଫ୍ କର। ହେଲା ତ ହଉଛି ତା ଦ୍ରାଘିମା ଟା କୁହ। ଭାରତ 68 ଡିଗ୍ରୀ 7 ପୂର୍ବରୁ 97 ଡିଗ୍ରୀ 25 ପୂର୍ବ ଦ୍ରାଘିମାରେ ରହିଛି। ହେଲା ତ ଦ୍ରାଘିମା ଅକ୍ଷାଂଶ ଜାଣିଲ। ତାପରେ ହଉଛି କିସ ପଢେଇଥିଲି? ଅକ୍ଷାଂଶ ଦ୍ରାଘିମା ପରେ କିସ ପଢେଇଥିଲି? ଭାରତର କ୍ଷେତ୍ରଫଳ ପରିସୀମା। କ୍ଷେତ୍ରଫଳ ପରିସୀମା ସେଗୁଡା ବି କହିଲି, 3.28 ନିୟୁତ ବର୍ଗ କିଲୋମିଟର ହଉଛି କ୍ଷେତ୍ରଫଳ। ପରିସୀମା ହଉଛି 15,200 ହେଲା। ତାପରେ କିସ ପଢେଇଥିଲି? ପ୍ରକାର ଯେ ଭୂସମ୍ବଳର ପ୍ରକାର। ଭୂସମ୍ବଳର ପ୍ରକାର କେତେ ପ୍ରକାର? ନାଇଁ ସାର୍, ତାପରେ ଭାରତ କିସ ପଢେଇଥିଲି? ଭୂସମ୍ବଳ 3 ପ୍ରକାର। ତିନି ପ୍ରକାର କୋଉ ଅନୁସାରେ ଭାରତ ଭାଗ ହେଇଛି? ପୂର୍ବ ଦିଗରେ କଣ ରହିଛି? ପୂର୍ବ ଦିଗରେ ବଙ୍ଗୋପସାଗର, ପଶ୍ଚିମ ଦିଗରେ ଆରବ ଭୂସମ୍ବଳ ସାଗର, ଦକ୍ଷିଣ ଦିଗରେ ଭାରତ ମହାସାଗର ହେଲା। ଭାରତ ପଡୋଶୀ ଦେଶ କହିଥିଲି, ପଡୋଶୀ ଦେଶ। ଏଇଠି କିସ ଅଛି? ପାକିସ୍ତାନ, ଏଇଠି ଅଛି ନେପାଳ, ପାକିସ୍ତାନ ଚୀନ, ତାପରେ ହଉଛି ନେପାଳ ଭୁଟାନ, ଚୀନ ମିଆଁମାର, ବାଂଲାଦେଶ, ଶ୍ରୀଲଙ୍କା ବାଂଲାଦେଶ ଶ୍ରୀଲଙ୍କା। ହେଲା। ତ ଭୂସମ୍ବଳ କେତେ ପ୍ରକାର? 3 ପ୍ରକାର। ଏଇଟା କୋଉ ଅନୁସାରେ ଭାଗ କରାଯାଇଛି? କୋଉ ଅନୁସାରେ? ସମତଳ ଭୂମି, ସମତଳ ଭୂମି, ପାର୍ବତ୍ୟ ଭୂମି, ପାର୍ବତ୍ୟ ଭୂମି, ପାର୍ବତ୍ୟ ଭୂମି, ମାଳଭୂମି। ଯିଏ ଯଦି ଏଇଟା ମାଳଭୂମି ଭୁଲି ଯାଇଛ, ୟୁଟ୍ୟୁବରେ ଭିଡିଓ ଅପଲୋଡ କରିଦେଇଛି, ଆଉ ଥରେ ଦେଖିବ ବୁଝିହେଲା। ମାଳଭୂମି
ହେଲା। ତ ଏଇଟା କୋଉ ଅନୁସାରେ ଭାଗ କରାହେଇଛି? ହେଡିଙ୍ଗ ଦେଇଥିବି ଦେଖ, କୋଉ ଅନୁସାରେ? ଭୌଗୋଳିକ ଅନୁସାରେ। ଭୌଗୋଳିକ ଅନୁସାରେ ହେଲା। ତ ସମତଳ ଭୂମି ଆମର ଭାରତରେ କେତେ ଶତକଡା ଅଛି? 43 ଶତକଡା। 43 ଶତକଡା। ପାର୍ବତ୍ୟ ଭୂମି କେତେ ଶତକଡା? ଭୂମି ହଉଛି 30 ଶତକଡା ନା କେତେ? 30 ଶତକଡା ହେଲା। ଆଉ ମାଳଭୂମି ଟା କେତେ ଶତକଡା? 27। 27 ଶତକଡା ହେଲା। ତ ମୁଁ ଗୋଟେ ପଚାରୁଛି, ଏକ୍ଜାମ୍ପଲ ଦିଅ ନା। ମାଳଭୂମିର ଗୋଟେ ଏକ୍ଜାମ୍ପଲ ଦିଅ, ଭାରତରେ ଥିବା ମାଳଭୂମିର ଗୋଟେ ଏକ୍ଜାମ୍ପଲ ଦିଅ। ଭାରତରେ ଥିବା ଗୋଟେ ମାଳଭୂମିର ଛୋଟ ନାଗପୁର ମାଳଭୂମି। ଛୋଟ ଛୋଟନାଗପୁର ମାଳଭୂମି ହେଲା। ତାପରେ ଆଜି କିସ ପଢବା? ସେଟା ତାପରେ ଭୂ କିସ ପଢାଏ? ସମ୍ବଳର ବ୍ୟବହାର। ଭୂ ସମ୍ବଳର ବ୍ୟବହାର। ହେଲା। ଭୂ ସମ୍ବଳ ବ୍ୟବହାର ଦୃଷ୍ଟିରୁ ଭୂ ସମ୍ବଳର ଭାଗ ହେଲା। ଭୂ ସମ୍ବଳର ପ୍ରକାର। ଭୂ ସମ୍ବଳ 5 ଭାଗରେ। ପ୍ରକାର କି ଦୃଷ୍ଟିରୁ? ବ୍ୟବହାର ଦୃଷ୍ଟିରୁ କେତେ ଭାଗରେ ଭାଗ କରାଯାଇଛି? 5 ଭାଗରେ। 5 ଭାଗରେ। କିସ କିସ ଲେଖିଥିଲେ? ଅରଣ୍ୟ ଭୂମି, ଅରଣ୍ୟ ଭୂମି, ଚାଷ ଭୂମି, ସେକେଣ୍ଡରେ ହଉଛି ଚାଷ ଭୂମି। ତାପରେ କହିଚାଲ। ଥାର୍ଡ ରେ ହଉଛି ଗୋଚାରଣ ଭୂମି, ଗୋଚାରଣ ଭୂମି, ଫୋର୍ଥ ରେ ହଉଛି ପତିତ ଭୂମି, ପତିତ ଭୂମି, ସହର ତାପରେ ଭୂମି। ସହର ଭୂମି ହେଲା। ତ ଆଜି ପଢବା ହଉଛି ଅରଣ୍ୟ ଭୂମି କାହାକୁ କୁହାଯାଏ ହେଲା। ଅରଣ୍ୟ ଭୂମି କାହାକୁ କୁହାଯାଏ ତା ବିଷୟରେ ପଢ। ହେଡିଙ୍ଗ ଦେଇଦିଅ ଅରଣ୍ୟ ଭୂମି। ଅରଣ୍ୟ ଭୂମି ହେଲା। ଅରଣ୍ୟ ଭୂମି କିସ ଭାବୁଛ? ଅରଣ୍ୟ ମାନେ କିସ? ଅରଣ୍ୟ ମାନେ ହଉଛି ଜଙ୍ଗଲ ଯେ, ଜଙ୍ଗଲ। ଅରଣ୍ୟ ମାନେ ଆଜ୍ଞା ଜଙ୍ଗଲ ଯେ ହେଲା। ସେ ଆଜ୍ଞା। ଜଙ୍ଗଲ ଭୂମି ଟାକୁ ହିଁ ଅରଣ୍ୟ ଭୂମି କୁହାଯାଏ ହେଲା। ଯୋଉଠି ବହୁତ ଗୁଡା ଗଛ ଥିବ ସେଇ ଭୂମିଟା କିସ ଭୂମି? ଅରଣ୍ୟ ଭୂମି ହେଲା। ତ ଅରଣ୍ୟ ଭୂମି ଅରଣ୍ୟ ହେଲା। ଲେଖିଦବା ଭାରତରେ କେତେ ଶତକଡା ଅରଣ୍ୟ ଭୂମି ଅଛି ହେଲା। ଲେଖିଦିଅ। ଫାଷ୍ଟ କାହାକୁ କୁହାଯାଏ ଲେଖିଦବା ବୁଝିହେଲା। ଯେଉଁ ଭୂମିରେ ଯେଉଁ ଭୂମିରେ ସେମିତି ନାହିଁ। ଜଙ୍ଗଲ ଅରଣ୍ୟ ଭୂମି ମାନେ ହଉଛି କିସ? ଜଙ୍ଗଲ ଭୂମି ହେଲା। ସେମିତି ସିମ୍ପୁଲରେ ଲେଖିଦିଅ। ସିମ୍ପୁଲରେ ଲେଖିଦବା ଅରଣ୍ୟ ଭୂମି। ଅରଣ୍ୟ ଭୂମି ମାନେ ହଉଛି କିସ? ଜଙ୍ଗଲ ଭୂମି ହେଲା। ଜଙ୍ଗଲରେ ଯୋଉ ଭୂମିଟା ଥାଏ ତାକୁ କିସ କୁହାଯାଏ? ଅରଣ୍ୟ ଭୂମି ହେଲା। ଅରଣ୍ୟ ଭୂମି ମାନେ ଜଙ୍ଗଲ ଭୂମି ହେଲା। ତାପରେ ସେକେଣ୍ଡ ପଏଣ୍ଟ କିସ ଲେଖିବି? ଶୁଣଉଛି ନା ସମସ୍ତଙ୍କୁ? ଆଜ୍ଞା ସାର୍। ଶୁଣଉଛି ଯଦି ହାତ ଟେକିଦବ ବୁଝିହେଲା। ଶୁଣଉଛି ଯଦି ହାତ ଟେକିଦବ। ଯାହାର ପ୍ରୋବ୍ଲେମ ହବ ମାଇକ୍ ଅନ୍ ପୂର୍ବ କହିବ ହେଲା। ତ ଅରଣ୍ୟ ଭୂମି ମାନେ ହଉଛି ଜଙ୍ଗଲ ଭୂମି ହେଲା। ଆମର ଭାରତରେ ଅରଣ୍ୟ ଭୂମି କେତେ ଶତକଡା ଅଛି ଲେଖବା ବୁଝିହେଲା। ଅରଣ୍ୟ ଭୂମି କେତେ ଶତକଡା ଅଛି ହେଲା। ତ ମନେ ରଖ ଇମ୍ପୋର୍ଟାଣ୍ଟ ପଏଣ୍ଟ ହେଲା। ଭେରି ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ। କିସ? ଭାରତରେ ଭାରତରେ 24.39 ଶତକଡା ହଉଛି କିସ? ଅରଣ୍ୟ ଭୂମି ହେଲା। ଭାରତରେ କେତେ ଶତକଡା ଅରଣ୍ୟ ଭୂମି ଅଛି? 24.39 ଶତକଡା 24 ହେଲା। ଟ୍ୱେଣ୍ଟି ଫୋର 9 ପଏଣ୍ଟ ଶତକଡା। ଥ୍ରୀ ନାଇନ୍ ଶତକଡା ହଉଛି ଅରଣ୍ୟ ଭୂମି ହେଲା। କିନ୍ତୁ ଦେଖ ଏଇଟା କମ ଅଛି ନା ବେଶୀ ଅଛି? କମ ଅଛି ନା ବେଶୀ ଅଛି? କମ ଅଛି ବୁଝିହେଲା। 100 ଶତକଡାରୁ ଏତିକି ଶତକଡା କମ୍ ମାତ୍ର ଅଛି। ଅରଣ୍ୟ ଭୂମି ହେଲା। କିନ୍ତୁ ଆମର ଦେଖ ଆଜିକାଲି ଅରଣ୍ୟ କୁହାଯାଉଛି ନା ନାଇଁ? ଜଙ୍ଗଲ ଲଗାଅ ଗଛ କାଟନି କୁହାଯାଉଛି ନା ନାଇଁ? କଣ ପାଇଁ?
କଣ ପାଇଁ ନା ଆଜିକାଲି ହଉଛି ଆମର ହଉଛି ପରିବେଶ ପ୍ରଦୂଷିତ ହଉଛି ହେଲା। ଆଉ ଯଦି ଗଛ କାଟିଦେବା ଆମର ବନ୍ୟା ବାତ୍ୟା ସେଗୁଡା ବି ବୃଦ୍ଧି ପାଉଛି। ଆଉ ଆମେ ଅକ୍ସିଜେନ ସର୍ଟ ହେଇଯାଉଛି ହେଲା। ତ ହଉଛି ଆମର ସରକାରଙ୍କ ଟାର୍ଗେଟ ଅଛି କି ସବୁ ନା ଏଇ 24.39 ଶତକଡାରୁ ଆମର ଅରଣ୍ୟ ଭୂମିକୁ କେତେ ଶତକଡା କରିବା କୁହ 33 ଶତକଡା ବୁଝିହେଲା। ଲେଖିଦେବା ଜାତୀୟ ଜାତୀୟ ଅରଣ୍ୟ ନୀତି ଅନୁସାରେ ଜାତୀୟ ଅରଣ୍ୟ ନୀତି ଅନୁସାରେ ଜାତୀୟ ଅରଣ୍ୟ ନୀତି ଅନୁସାରେ 33 ଶତକଡା ଭୂମି ଅରଣ୍ୟ ହେବା ଆବଶ୍ୟକ। ଅରଣ୍ୟ ହେବା ଆବଶ୍ୟକ ହେଲା। ଆମର ଅରଣ୍ୟ ଭୂମି କେତେ ଅଛି 24 ଶତକଡା। ଆମର ଅରଣ୍ୟ ଭୂମି ଟା କେତେ ଅଛି 24 ଶତକଡା ଯେ ହେଲା। କିନ୍ତୁ ଜାତୀୟ ଅରଣ୍ୟ ନୀତି ହେଲା ଜାତୀୟ ଅରଣ୍ୟ ନୀତି ଏ ଅନୁସାରେ କେତେ ଶତକଡା ହେଲେ ଗୋଟେ ଦେଶର ଅରଣ୍ୟ ଭୂମି କେତେ ଶତକଡା ରହିବା ଉଚିତ ହେଲା। ଏତିକି ଶତକଡା ରହିଲେ ହଉଛି ଆମର ପରିବେଶର ସନ୍ତୁଳନ ରହିବ ହେଲା। କିନ୍ତୁ ଯଦି ଏଇନା 24 ଶତକଡା ଅଛି ତ କିସ ହଉଛି 24 ଶତକଡା ଅରଣ୍ୟ ଭୂମି କମ ଅଛି ବୋଲି ସିନା ଆମର ହଉଛି କିସ ଅଦିନିଆ ବର୍ଷା ଅଦିନିଆ ମେଘ ଅଦିନିଆ ଖରା ହଉଛି ନା ନାଇଁ। ଖରା ଋତୁରେ ଦେଖିବ ବର୍ଷା ସବୁବେଳେ 4ଟା ବେଳେ ଦଉଥିବ ହେଲା। ବର୍ଷା ଋତୁରେ ଦେଖୁଥିବ ଖରା ସବୁବେଳେ ଦଉଥିବ ହେଲା। ତ ସେଇଟା କଣ ପାଇଁ ହଉଛି ଅରଣ୍ୟ ଭୂମି କମି ଯାଉଛି ବୋଲି ହେଲା। ତ ହଉଛି ଆମର 24 ଶତକଡାରୁ କେତେ ଶତକଡା ରହିଲେ ଯାଇକି ଆମର ନର୍ମାଲରେ ରହିବା 33 ଶତକଡା ହେବା ଉଚିତ କାହା ଅନୁସାରେ ଜାତୀୟ ଅରଣ୍ୟ ନୀତି ଅନୁସାରେ କେତେ ଶତକଡା ଅରଣ୍ୟ ଭୂମି ହେବା ଆବଶ୍ୟକ 33 ଶତକଡା ହେଲା। ମନେ ରହିବ ନା। ହ୍ୟାଲୋ ମନେ ରହିବ ନା ନାଇଁ ରହିବ ତ। ଆଜ୍ଞା ସାର୍। ହେଲା। ତ ଅରଣ୍ୟ ହଉଛି ଏତିକି ହେବା ଦରକାର ଏତିକି ହେବା ଦରକାର ଯେ ହେଲା କିନ୍ତୁ ଅଛି କେତେ ଏତିକି ହେଲା। ତ ହଉଛି ଅରଣ୍ୟ ହଉଛି କମୁଛି କି ପାଇଁ ଅରଣ୍ୟ ଭୂମି ଟା କମୁଛି କି ପାଇଁ କ୍ଷୟ କି ପାଇଁ ହଉଛି ଅରଣ୍ୟ ଭୂମି ଟା କ୍ଷୟ କି ପାଇଁ ହଉଛି କିଏ କହିପାରିବ। ଅରଣ୍ୟ ଭୂମି କ୍ଷୟ ହେବାର କାରଣ କଣ ଜନସଂଖ୍ୟା ବୃଦ୍ଧି ଜନସଂଖ୍ୟା ବୃଦ୍ଧି ନା ନାହିଁ। ଜନସଂଖ୍ୟା ବୃଦ୍ଧି ହେଲେ ଆମର ଅରଣ୍ୟ ଭୂମିକୁ କାଟି ଦେଇକି ହଉଛି ଆମେ ରହିବା ପାଇଁ ଘର ତିଆରି କରୁଛେ ନା ନାଇଁ ହେଲା। ତ ଅରଣ୍ୟ ଭୂମି କମବାର କାରଣ ଆଜ୍ଞା କିସ ଜନସଂଖ୍ୟା ବୃଦ୍ଧି ହେଲା। ସେଇଟା ହଉଛି ଅରଣ୍ୟ ଭୂମି କ୍ଷୟ ହେବାର କାରଣ ହେଲା। ତାପରେ ଲେଖିଦବା ସେଇଟା ଅରଣ୍ୟ ଭୂମି ଅରଣ୍ୟ ଭୂମି କ୍ଷୟ ହେବାର କାରଣ କ୍ଷୟ ହେବାର କାରଣ କଣ ଶୁଣା ତ ଯାଉଥିଲା ନାହିଁ। ହ୍ୟାଲୋ ସାର୍ ହଁ ସାର୍ ଶୁଣା ଯାଉନି ସାର୍ ଅପଡାଉନ ହଉଛି। ଅପ୍ ଡାଉନ୍ ହଉଛି। ଆଜ୍ଞା। ହ୍ୟାଲୋ 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 ହଁ ସାର୍। ଏବେ ଶୁଣିଲା ଆଜ୍ଞା ସାର୍। ପ୍ରୋବ୍ଲେମ ରେ ହଁ କହିବ ହେଲା। ସେମିତି ହଉ। ପଢି ହବ ନା ପଢି ହବ ନା ନାଇଁ ଆଜ୍ଞା ଠିକ ସେ ସାର୍। ହେଲା। ତ ଆଜି ବର୍ଷା ଦେଇଛି ସେଇ ପାଇଁ ନେଟୱାର୍କ ଟା ଅପ୍ ଆଣ୍ଡ ଡାଉନ ହଉଛି ହେଲା। ତ ହଉଛି କିସ କିସ ପଢେଇଲି ଅରଣ୍ୟ ଭୂମି ହଉଛି କିସ ଜଙ୍ଗଲ ଭୂମି ଯୋଉଟା ଅରଣ୍ୟ ଭୂମି ସେଇଟା ହେଲା। ତାପରେ କିସ ପଢେଇଲି ଭାରତରେ କେତେ ଶତକଡା ଅରଣ୍ୟ ଭୂମି ଅଛି ଭାରତରେ 24.39 ଶତକଡା ହଉଛି ଅରଣ୍ୟ ଭୂମି ଅଛି ହେଲା। ତାପରେ କିନ୍ତୁ ଆମ ସରକାରଙ୍କ ନୀତି ଅନୁସାରେ କିସ ଅରଣ୍ୟ ଭୂମି କେତେ ହେବା ଉଚିତ 33 ଶତକଡା ହେବା ଉଚିତ ହେଲା। ୟାଠୁ କମ ହେଲେ ଖରାପ ହେଲା ୟାଠୁ କମ ହେଲେ ଖରାପ କି ପାଇଁ 33 ଶତକଡାରୁ ଯଦି କମ ହବ ଅରଣ୍ୟ ତାହେଲେ ହଉଛି ଆମର ଅସୁବିଧା କିସ ହବ ଫାଷ୍ଟ ଅସୁବିଧା ହଉଛି କିସ ଜଙ୍ଗଲ ଯଦି କମ ହେଲା ଆମର ଅକ୍ସିଜେନ ର ପରିମାଣ କମ ହବ ନା ନାଇଁ କଣ? ହେଲା ଆଉ ମରୁଡି ପଡବ ନା ନାଇଁ ଆଜ୍ଞା। ବର୍ଷା କି ପାଇଁ ହୁଏ ଜଙ୍ଗଲ ପାଇଁ ହୁଏ ପଡିବ। ଯେ ହେଲା। ତାପରେ ହଉଛି ଅରଣ୍ୟ ଭୂମି ଆଜ୍ଞା। କ୍ଷୟ ହେବାର କାରଣ ଲେଖି ଦଉଛି ହେଲା। ଅରଣ୍ୟ ଭୂମି କ୍ଷୟ ହେବାର କାରଣ କିସ ଜନସଂଖ୍ୟା ବୃଦ୍ଧି ଜନସଂଖ୍ୟା ବୃଦ୍ଧି ଜନସଂଖ୍ୟା ଜନସଂଖ୍ୟା ଜନ ବୃଦ୍ଧି ଅରଣ୍ୟ ଭୂମି କ୍ଷୟ ହେବାର କାରଣ କିସ ଜନସଂଖ୍ୟା ବୃଦ୍ଧି ହେଲା। ଆଉ କିସ ରାସ୍ତାଘାଟ ତିଆରି ରାସ୍ତାଘାଟ ତିଆରି ବି ଗୋଟେ ମାନେ ଅରଣ୍ୟ ଭୂମି କ୍ଷୟ ହେବାର
କାରଣ ହବ ନା ନାଇଁ? ହବ ନା ନାଇଁ? ଆଜ୍ଞା ହେଲା। ହବ। ତାପରେ ହଉଛି କଳକାରଖାନା ତିଆରି। କଳ କାରଖାନା ତିଆରି ହେଲା। ଅରଣ୍ୟ ଭୂମି କ୍ଷୟ ହେବାର କାରଣ ହଉଛି ଏଗୁଡା। ବୁଝିହେଲା। ତାପରେ ଲେଖିଦବା ଆମର ହଉଛି ଅଧିକ ଅରଣ୍ୟ ମାନେ ଆମର ଭାରତର କୋଉ କୋଉ ରାଜ୍ୟରେ ବହୁତ ମାନେ ଜଙ୍ଗଲ ରହିଛି ସେଇ ବିଷୟରେ ଲେଖିଦବା। ବୁଝିହେଲା। ଭାରତର କୁହନା ଆଜ୍ଞା କୋଉ ରାଜ୍ୟରେ ବେଶୀ ଜଙ୍ଗଲ ରହିଛି କହିପାରିବ? ବେଶୀ ଜଙ୍ଗଲ, ସବୁଠୁ ବଡ ଅରଣ୍ୟର ନାମ କିସ? ସାର୍ କାଞ୍ଚନଜଙ୍ଘା ଶୁଣିଛ? ଭୁଲି ଯାଇଥିଲି। ହେଲା। ହଁ କାଞ୍ଚନଜଙ୍ଘା ସେଇଟା ବଡ ଅରଣ୍ୟ ଯେ ଭାରତର। ସେଟା ଅଛି ଏଠି। ହୁଁ। ସେ ଅଛି କୋଉଠି? କାଞ୍ଚନଜଙ୍ଘା କୋଉଠି କୋଉଠି ଅଛି? ଅଛି? ଭାରତର ନା ଓଡିଶାର କେଜାଣି ମୁଁ ବି କହିପାରୁନି ହେଲା। କାଞ୍ଚନଜଙ୍ଘା ଓଡିଶାର ବୋଧେ। ହେଲା ତ ଲେଖିଦବା। କୋଉ ଜାଗାରେ? ଅଧିକ ଅରଣ୍ୟ ଥିବା ଅଧିକ ଅରଣ୍ୟ ଥିବା ଅଞ୍ଚଳ ଗୁଡିକ ହଉଛି ଅଞ୍ଚଳ ଗୁଡିକ ହଉଛି କିସ? ଗୋଟେ ହଉଛି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ହେଲା ଲେଖିଦିଅ। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ସେଠି ବି ଖାଲି ଜଙ୍ଗଲ ହିଁ ଜଙ୍ଗଲ ଭରି ରହିଛି ହେଲା। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଦ୍ୱୀପପୁଞ୍ଜ ହେଲା। ତାପରେ ଆଉ ଲେଖିଦିଅ ହଉଛି ଲାକ୍ଷାଦ୍ୱୀପ ଲାକ୍ଷାଦ୍ୱୀପ ମିଜୋରମ ମିଜୋରମ ତାପରେ ହଉଛି ଅରୁଣାଚଳ ପ୍ରଦେଶ ଅରୁଣାଚଳ ପ୍ରଦେଶ ଶୁଣଉଛି ନା? ହ୍ୟାଲୋ। ହ୍ୟାଲୋ। ଆଜ୍ଞା ସାର୍ ଆଜ୍ଞା ଶୁଣୁଛି। ସାର୍। ହ୍ୟାଲୋ। ମେଘାଳୟ ରୋହିତ ବୋଧେ ଅନ୍ କରିଛି ନାଇଁ ମାଇକ୍? ରୋହିତ ବୋଧେ ଅନ୍ କରିଛି ନାଇଁ ମାଇକ୍? ଗାନ୍ଧିଜୀ ଗାନ୍ଧିଜୀ ଉପର ମାଇକ୍। ଗାନ୍ଧିଜୀ ମେଘାଳୟ ତାପରେ ହଉଛି ଆଉ ଗୋଟେ ହଉଛି ନାଗାଲାଣ୍ଡ ହେଲା। ତ କିସ କିସ ପଢେଇଲି? ଅରଣ୍ୟ ଭୂମି ମାନେ ହଉଛି ଜଙ୍ଗଲ ଭୂମି ହେଲା। ଜଙ୍ଗଲ ଭୂମି ଟାକୁ ହିଁ ଅରଣ୍ୟ ଭୂମି କୁହାଯାଏ। ତାପରେ ପଢେଇଲି ଆମର ଭାରତରେ କେତେ ଶତକଡା ଅଛି ଅରଣ୍ୟ ଭୂମି? 24.39 ଶତକଡା। ବୁଝିହେଲା। ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ଭାରତରେ ଏତିକି ଶତକଡା ହଉଛି ଅରଣ୍ୟ ଭୂମି ଅଛି ହେଲା। ତାପରେ ଜାତୀୟ ଅରଣ୍ୟ ନୀତି ଅନୁସାରେ କେତେ ଶତକଡା ଅରଣ୍ୟ ଭୂମି ହେବା ଉଚିତ? 33 ଶତକଡା। ବୁଝିହେଲା। 33%। ହେଲା। ଏତିକି ଦୁଇଟା ପଏଣ୍ଟ ମନେ ରଖ ଏଇଠୁ ହେଲା। ଏଇଟା ଗୋଟେ ଆଉ ହଉଛି କିସ ଏଇଟା ହେଲା। ଆଉ ଯଦି ଅରଣ୍ୟ ଭୂମି ବିଷୟରେ ସଂକ୍ଷିପ୍ତ ଟିପ୍ପଣୀ ପଡିଲା ଏଇଠୁ ଏତିକି ଲେଖବ ଆହୁରି ପୁଣି ଲେଖିବି ହେଲା ନେକ୍ସଟ ପେଜରେ ହେଲା। ତ ତାପରେ କିସ ପଢେଇଲି ଅରଣ୍ୟ କ୍ଷୟ ହେବାର କାରଣ କିସ? ଜନସଂଖ୍ୟା ବୃଦ୍ଧି ମାନେ ଲୋକ ସଂଖ୍ୟା ବଢୁଛନ୍ ନା ହେଲା ତ ହଉଛି କିସ ଲୋକ ବଢୁଛନ୍ ମାନେ ଘର ଦ୍ୱାର ବି ତାଙ୍କ ରହିବା ପାଇଁ ଦରକାର ହବ। ତ ହଉଛି କିସ କରୁଛନ୍ତି ସେମାନେ ଜଙ୍ଗଲ କାଟିକି ଘର ତିଆରି କରୁଛନ୍ ହେଲା। ପୁଣି ରାସ୍ତାଘାଟ ତିଆରି ହଉଛି। ରାସ୍ତାଘାଟ ତିଆରି ହବ ମାନେ ଜଙ୍ଗଲ କଟା ହବ। କଳକାରଖାନା ତିଆରି ହବ ମାନେ ଜଙ୍ଗଲ କଟା ହବ। ସେଇ ପାଇଁ ଅରଣ୍ୟ ଭୂମି କ୍ଷୟ ହଉଛି ମାନେ ସରୁଛି ବୁଝିହେଲା। ତାପରେ ଆମର ଭାରତର କୋଉ କୋଉ ଜାଗାରେ ବେଶୀ ଅରଣ୍ୟ ଅଛି ସେଇ ମାନେ କୋଉ କୋଉ ଜାଗାରେ ବେଶୀ ଜଙ୍ଗଲ ଅଛି ସେଇ ଜାଗା ଗୁଡା ଲେଖିଦେଲେ କିସ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ତାପରେ ହଉଛି ଲାକ୍ଷାଦ୍ୱୀପ ମିଜୋରାମ ଅରୁଣାଚଳ ପ୍ରଦେଶ ମେଘାଳୟ ନାଗାଲାଣ୍ଡ ଏଇ ଜାଗାରେ କିସ ବହୁତ ଜଙ୍ଗଲ ବୁଝିହେଲା। ତାପରେ ଲେଖିଦବା ସବୁଠୁ କମ ଜଙ୍ଗଲ ଥିବା ଦେଶ ଗୁଡିକ। ଗାନ୍ଧୀ ଜାଗା ରହୁଛି ଲିଭା। ସବୁଠୁ କମ ଜଙ୍ଗଲ ଥିବା ରାଜ୍ୟ ଗୁଡିକ ଲେଖିଦବା ହେଲା। ଅଳ୍ପ ଅରଣ୍ୟ ଥିବା ସ୍ଥାନ ଗୁଡିକ ହେଲା ପଞ୍ଜାବ ହେଲା ପଞ୍ଜାବ ହରିୟାଣା ବିହାର ଉତ୍ତରପ୍ରଦେଶ। ପଞ୍ଜାବ ହରିୟାଣା
ବିହାର ଉତ୍ତରପ୍ରଦେଶ। ବିହାର ଓ ଉତ୍ତରପ୍ରଦେଶ ଏଗୁଡାରେ କିସ ବହୁତ କମ ଜଙ୍ଗଲ ଅଛି। କି ପାଇଁ କମ ଜଙ୍ଗଲ ଅଛି କହିପାରିବ, କିଏ କହିପାରିବ? ହ୍ୟାଲୋ। ସେଠି ଲୋକ ବେଶୀ କହିବାକୁ ଗଲେ ସେଠି ଜନବସତି। ହେଲା, ଏଠାକାର ଲୋକମାନେ ହଉଛି କିସ ବହୁତ ବୁଝି ହେଲା। ଏଠାକାର ପଞ୍ଜାବ, ହରିୟାଣା, ବିହାର, ଉତ୍ତରପ୍ରଦେଶ ଏମାନଙ୍କର ଜନସଂଖ୍ୟା ହଉଛି ବହୁତ ହେଲା। ଆଉ ଏପଟେ ଖାଲି ଟାଉନ ଏରିଆ ହେଲା, ଜଙ୍ଗଲ ଫଙ୍ଗଲ ଏରିଆରେ ନାହିଁ ହେଲା। ତ ଏଇଗୁଡାରେ ସବୁଠୁ କମ ଜଙ୍ଗଲ ଅଛି ବୁଝିହେଲା, ମନେ ରହିବ। ସବୁଠୁ ବେଶୀ ଜଙ୍ଗଲ କୋଉଠି ଅଛି ମନେ ରହିବ। ସବୁଠୁ କମ ଜଙ୍ଗଲ କୋଉଠି ଅଛି ମନେ ରହିବ ନା? ମନେ ଆଜ୍ଞା, ରହିବ ନା? ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ବିହାର। ହେଲା, ତ ଅରଣ୍ୟ ଭୂମି କମ ହେଲେ କିସ ହୁଏ ସେଇଟା ଲେଖିଦବା ବୁଝି ହେଲା। ଅରଣ୍ୟ ଭୂମି କମ ହେଲେ କିସ ହବ? ମରୁଡି ପଡବ ନା ନାଇଁ? ପଡବ ନା ନାଇଁ? ଜଙ୍ଗଲ ଯଦି ଜଙ୍ଗଲ ଯଦି ଆମେ କାଟିଦବା, ଅକ୍ସିଜେନ। କିସ କିସ ଅସୁବିଧା ହବ? ଫାଷ୍ଟ ହଉଛି ଅକ୍ସିଜେନ କମ ମିଳିବ ଆମକୁ ହେଲା, ଅକ୍ସିଜେନ ର ପରିମାଣ କମିଯିବ। ତାପରେ ହଉଛି ଜଙ୍ଗଲ ଯଦି କାଟିଦେବା ହେଲା, ଅନିୟମିତ ବୃଷ୍ଟିପାତ ହବ। ଅନିୟମିତ ମାନେ କିସ ହବ ନା, ବର୍ଷା ଋତୁରେ ବର୍ଷା ଦେବନି ହେଲା। ତ ହଉଛି ଖରା ଋତୁରେ କେବେ ଦେଇଦବ, ବର୍ଷା ଋତୁ ପରି ଲାଗବ। ଶୀତ ଋତୁରେ ବି ବର୍ଷା କେବେ ଦେଇଦବ ହେଲା। ବେଳେ ବେଳେ ମରୁଡି ବି ପଡିଯିବ ହେଲା। ତ ଲେଖିଦବା ଅରଣ୍ୟ ଭୂମି କମ ହେଲେ କିସ ଅସୁବିଧା ହୁଏ ସେଇଟା ଲେଖିଦବା। ଅରଣ୍ୟ ଭୂମି କମ ହେଲେ, ଅରଣ୍ୟ ଭୂମି କମ ହେଲେ ଜଳବାୟୁ ପରିବର୍ତ୍ତନ, ଜଳବାୟୁ ହେଲେ ଜଳବାୟୁ ପରିବର୍ତ୍ତନ ହୁଏ। ଅରଣ୍ୟ ଭୂମି କମ ହେଲେ କିସ ହୁଏ? ଜଳବାୟୁ ପରିବର୍ତ୍ତନ ହୁଏ। ଜଳବାୟୁ ପରିବର୍ତ୍ତନ ହୁଏ ମାନେ କିସ? ଶୀତ ଋତୁରେ ତୁମକୁ ଲାଗିବ ବର୍ଷା ଋତୁ ପରି, ବର୍ଷା ଋତୁରେ ଲାଗିବ ଖରା ଋତୁ ପରି, ଖରା ଋତୁରେ ଲାଗିବ ଶୀତ ଋତୁ ପରି ବୁଝିହେଲା। ଜଳବାୟୁ ପରିବର୍ତ୍ତନ ହେଇଯିବ ବୁଝିହେଲା। ଆଉ କିସ ହୁଏ? କମା ଦେଇଦିଅ। ଆଉ ହଉଛି ତାପମାତ୍ରାର ବୃଦ୍ଧି। ଗ୍ଲୋବାଲ ୱାର୍ମିଂ ଶୁଣିଛ? ତାପମାତ୍ରା ବୃଦ୍ଧି, ଯଦି ଜଙ୍ଗଲ କମ ହେଇଯିବ ଆଜ୍ଞା ତାପମାତ୍ରା ବଢବ ନା ନାଇଁ? ତାପମାତ୍ରା ବଢବ ନା ନାଇଁ? ଜଙ୍ଗଲ ଯଦି କମ ହବ ହେଲା, ଜଙ୍ଗଲ ଗଛ ଆମକୁ କି ଦିଏ? ଅକ୍ସିଜେନ ଦିଏ ଯେ, ଅକ୍ସିଜେନ ଦିଏ ଯେ ଅକ୍ସିଜେନ ହଉଛି ବାୟୁମଣ୍ଡଳକୁ ଥଣ୍ଡା ରଖେ, ଅମ୍ଳଜାନ ହଉଛି ବାୟୁମଣ୍ଡଳକୁ ଥଣ୍ଡା ରଖେ ନା ନାଇଁ? ହେଲା, ଆଉ ଯଦି ଜଙ୍ଗଲ କାଟିଦବା ତ କିସ ଅଙ୍ଗାରକାମ୍ଳର ପରିମାଣ ବଢିଯିବ। ତ ଅଙ୍ଗାରକାମ୍ଳ ହଉଛି କିସ? ଗୋଟେ ହଉଛି କିସ ଗ୍ୟାସ, ଗୋଟେ ଗରମ ଗ୍ୟାସ ହେଲା। ତ ହଉଛି କିସ? ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଇଯିବ ଯଦି ଅରଣ୍ୟ ଭୂମି କମ ହେଲା ବୁଝିହେଲା। ତାପମାତ୍ରା ବୃଦ୍ଧି ହବ। ତାପରେ ହଉଛି ତା ସହ ବାତ୍ୟା ହବ ନା ନାଇଁ? ବାତ୍ୟା ହବ ନା ନାଇଁ? ହ୍ୟାଲୋ। ହବ। ବାତ୍ୟା ଶୁଣ, ଜଙ୍ଗଲ ସହ ଆଜ୍ଞା ବାତ୍ୟାର କିସ ସମ୍ପର୍କ? ଜଙ୍ଗଲ ସହ ବାତ୍ୟାର କିସ ସମ୍ପର୍କ? ତୁମର ମନରେ କ୍ୱେଶ୍ଚନ ଆସିଥିବ, ଜଙ୍ଗଲ ସହ ବାତ୍ୟାର କିସ ସମ୍ପର୍କ? ଆସୁଥିବ ନା ନାଇଁ? ଜଙ୍ଗଲ ଯଦି କାଟିଦେଲେ ବାତ୍ୟା କି ପାଇଁ ହବ? ଜଙ୍ଗଲ ଯଦି କାଟିଦେଲେ ମୂର୍ତ୍ତିକା କ୍ଷୟ କି ପାଇଁ ହବ? ଆସୁଥିବ ନିହାତି କ୍ୱେଶ୍ଚନ ହେଲା। ତ ଦେଖ, ବାତ୍ୟାର ଜଙ୍ଗଲ ସହ ସମ୍ପର୍କ କେମିତି ହେଲା? ଗଛ ଯଦି କାଟି ଦଉଛେ ଆମର କି ହଉଛି? ଅନିୟମିତ ବୃଷ୍ଟିପାତ ହବ ନା? ଅନିୟମିତ ବୃଷ୍ଟିପାତ, ଅନିୟମିତ ବୃଷ୍ଟିପାତ ମାନେ ହେଲା କିସ? ଯଦି ଗଛ ଆମେ ଆଜି କାଟି ଦଉଛେ ହେଲା, ଗଛ ଯଦି କାଟି ଦଉଛେ ତ କିସ ହବ? ବର୍ଷା ଋତୁରେ ବର୍ଷା ତ ଦେବନି ଠିକ ଅଛି, ବର୍ଷା ଋତୁରେ ବର୍ଷା ଦେଲାନି ହେଲା। ତାପରେ ଯେତେବେଳେ ଥରେ ଯଦି ବର୍ଷା ଦେଇଛି ପୁରା ସବୁ ଭାସେଇ ନେଇଯିବ ବୁଝିହେଲା। ଏମିତି ବର୍ଷା ଦବ, ଏମିତି ବର୍ଷା ଦବ ହେଲା, ତ କିସ ହବ? ଚାରିଆଡେ ବନ୍ୟା କରିଦବ ବୁଝିହେଲା। ତାପରେ ହଉଛି ଯଦି ଗଛ ଥାନ୍ତା ତାହେଲେ ହଉଛି କିସ? ବନ୍ୟାର ପାଣି ଟା ଗଛରେ ବାଜିକି କିସ ଅଟକି ଯାଇଥାନ୍ତା। କିନ୍ତୁ ହଉଛି ଯଦି ଗଛ ହିଁ ନାହିଁ, କିସ ମାଟି ଫାଟି ଉଠେଇ ନେଇକି ପଳେଇବ ବୁଝିହେଲା। ତ ହଉଛି ମୂର୍ତ୍ତିକା କ୍ଷୟ ବି କିସ ହବ? ଯଦି ଗଛ ନଥିବ ମୂର୍ତ୍ତିକା କ୍ଷୟ ବି ହେଇଯିବ ହେଲା। ଆଉ ଗଛ ଥିଲେ ହଉଛି ଗଛର ଚେର ମାଟି ଟାକୁ ଧରି ରଖେ, ଗଛର ଚେର ମାଟି ଟାକୁ ଜାବୁଡିକି ରଖେ ହେଲା। ତ ହଉଛି